हे आत्मन सप्रेम जय जीव। आदि स्वर जोगेश्वर शिव कुमार शास्त्री जी महाराज की जय। अखिल भूमंडलीय सर्व शिरोमणि मुनि समाज की जय। जाग्रत स्वप्न सुषुप्ति यदि प्रपंच जत प्रकाशते तत् ब्रह्माहमिति ज्ञात्वा सर्वबंधे प्रमुच्यते। जाग्रत स्वप्न सुषुप्ति आदि प्रपंच ଯେଉଁଥିରେ ପ୍ରକାଶିତ ହେଉଛି ସେ ହିଁ ବ୍ରହ୍ମ, ସେ ହିଁ ମୁଁ ସ୍ୱୟଂ ଅଟେ। ଏ କଥା ଜାଣି ମନୁଷ୍ୟ ସମସ୍ତ ବନ୍ଧନରୁ ମୁକ୍ତ ହୋଇଯାଏ। ତେବେ ସଦ୍ଗୁରୁଦେବଙ୍କର ଯେଉଁ ବାଣୀ ସବୁ ଆମେ ଆଲୋଚନା କରି କରି ଆସୁଛେ ତାହା ହେଉଛି ଆତ୍ମଦର୍ଶନର ବାଣୀ, ଯେ ଆମେ କେମିତି ନିଜକୁ ମୁକ୍ତି ଦେଇପାରିବା। ଆମେ ଯେଉଁ ବନ୍ଧନରେ ପଡ଼ିଛେ ବିଷୟରୁ କିପରି ବିରାଗ ଉତ୍ପନ୍ନ କରିପାରିବା। ଆମେ ଆଲୋଚନା କରୁଥିଲେ ଦୃଷ୍ଟାନୁଶ୍ରବିକ ବିଷୟ ବିତୃଷ୍ଣସ୍ୟ ବଶୀକାର ସଂଜ୍ଞା ବୈରାଗ୍ୟମ୍। ଦେଖା ଆଉ ଶୁଣା ତମାମ ବିଷୟର ଆସକ୍ତିରୁ ରହିତ ହିଁ ବୈରାଗ୍ୟ ଅଟେ। ତେବେ ଆମେ ଦେଖୁଛେ ଆତ୍ମପ୍ରେମ ଯଦି ଆମେ କରୁଛେ ଏ ସମସ୍ତ ବୈରାଗ୍ୟ ବିଷୟରୁ ବୈରାଗ ନେବା ଆବଶ୍ୟକ। ଯୁକ୍ତାହାର ବିହାରସ୍ୟ ଯୁକ୍ତକାର୍ୟସୁ ଚେଷ୍ଟସୁ ଯୁକ୍ତ ସ୍ୱପ୍ନାବବୋଧସ୍ୟ ଯୋଗୀ ଭବତି ଦୁଃଖଃ। ଏ ଦୁଃଖ ହରଣକାରୀ ଯୋଗ ଯେତେବେଳେ ଯୋଗୀ କରେ ସେ ସମସ୍ତ ଭୋଗକୁ ଯୁକ୍ତିଯୁକ୍ତ ଭାବରେ ଭୋଗ କରେ, ଅଧିକ ବା କମ୍ କରେ ନାହିଁ। ତେଣୁ ଆମେ ଦେଖୁଛେ ଯେ ଏଇ ଯୁକ୍ତିଯୁକ୍ତ ହେଲେ ଆମର ଆସକ୍ତି ଆସିବନି। ଆମେ ଆତ୍ମସ୍ୱରୂପକୁ ଛାଡ଼ିଦେଲେ ନିଜର ଆତ୍ମାକୁ ଛାଡ଼ି ଆମେ କାହାଠୁ ଅଧିକ ସୁଖ ନେଇପାରନ୍ତି ନାହିଁ। ପତଞ୍ଜଳି ମହର୍ଷିଙ୍କୁ ଜଣେ ପଚାରିଲେ ଯେ ଯୋଗ ସାଧନାର ଲକ୍ଷ୍ୟ କ'ଣ? ମହର୍ଷି କହୁଛନ୍ତି ଆତ୍ମସୁଖର ପ୍ରାପ୍ତି। ଏହି ସୁଖ ସଂସାରର ସମସ୍ତ ସୁଖଠୁ ଊର୍ଦ୍ଧ୍ୱରେ। ଯେମିତି ଆମେ ସାଂସାରିକ ସୁଖ ଆଲୋଚନା କରୁଥିଲେ, ଦେଖା ଆଉ ଶୁଣା। ଆମେ ଗାଢ଼ ନିଦ୍ରାରେ ଶୋଇଥିବା ତ ଆମର ଯଦି ସୁନ୍ଦର ସଙ୍ଗୀତ, ମଧୁର ସଙ୍ଗୀତ ବାଜୁଥାଏ ଆମେ କ'ଣ ତାକୁ ଶୁଣିପାରିବା? ସେମିତି ଏକ ସୁନ୍ଦର ଦୃଶ୍ୟ ଆମେ କ'ଣ ଦେଖିପାରିବା? ଗାଢ଼ ନିଦ୍ରାରେ ଆମେ ଯେତେବେଳେ ଶୋଇଥାଉ ଆମକୁ କେହି ଉଠାଇ ଦେଲେ ଆମକୁ ବହୁତ ରାଗ ଆସେ, ବହୁତ ଚିଡ଼ଚିଡ଼ ହୁଅନ୍ତି ଆମେ। ସ୍ତ୍ରୀ ହଉ, ପୁତ୍ର ହଉ, କୌଣସି ପରିବାରର କୌଣସି ପ୍ରିୟଜନ ବି ଆମକୁ ଉଠାଇ ଦେଲେ ଆମେ ବ୍ୟସ୍ତ ହୋଇଯାଉ। ତେବେ ସେ ଯେଉଁ ପରମ ସୁଖ, ସେଇ ପରମ ସୁଖ ହିଁ ଆନନ୍ଦଦାୟୀ ସୁଖ। ସେ ଯେତେବେଳେ ଆମେ ଜ୍ଞାନର ସହିତ ସେଇ ନିଦ୍ରା ଯାଉ, ସ୍ଥିର ସୁଖାସନରେ ଯୋଗ ସାଧନ ବେଳେ ଆମେ ସେଇ ଯେଉଁ ଅତୀନ୍ଦ୍ରିୟ ସୁଖ ଅନୁଭବ କରୁ, ସେ ସମସ୍ତ ସୁଖଠୁ ଅଧିକ ସୁଖ। ଆମେ ଆମ ନିଜର କେନ୍ଦ୍ରକୁ ଯାଇ ଇନ୍ଦ୍ରିୟ ସଂଯମ କରି ସଦ୍ଗୁରୁଙ୍କ ବାକ୍ୟରେ ଯେଉଁ ଯୋଗ ସାଧନ ଦ୍ୱାରା ଶୁଦ୍ଧ ହୋଇ ଚକ୍ରଭେଦନ କ୍ରିୟା ଦ୍ୱାରା ଆମେ ସୁଖାସନ କରୁ, ସେତେବେଳେ ଆମେ ଯେଉଁ ସୁନ୍ଦର ଆମକୁ ଗୋଟେ ସ୍ଥିର ସୁଖାସନରେ ସଦ୍ଗୁରୁ କହିଛନ୍ତି ଶୋଇଯିବା ପାଇଁ, ସେତେବେଳେ ଆମର ଯେତେବେଳେ ଆମେ ପ୍ରାଣ ଶକ୍ତିକୁ ନେଉ, ଆମର ଏଇ ଜୀବନର ସମସ୍ତ ସୁଖ ତା ଆଗରେ ହାର ମାନିଯିବ। ପ୍ରତ୍ୟେକ ସୁଖ ଆମେ ଦେଖୁଛେ ସିଏ ମା ପୁଅର ହେଉ, ସ୍ୱାମୀ ସ୍ତ୍ରୀର ହେଉ, ସମସ୍ତେ ସମସ୍ତଙ୍କୁ ଭଲ ପାଉଛନ୍ତି ବୋଲି କହୁଛନ୍ତି।
ଆଉ ଟିକେ ନ ଦେଖିଲେ ମା ପୁଅକୁ ନ ଦେଖିଲେ ଅନ୍ଧ ହେଇଯାଏ। କିନ୍ତୁ ଏମିତି ଗୋଟିଏ ସମୟ ଆସେ ସିଏ ତାର ନିଜର ଆତ୍ମାକୁ ବଞ୍ଚାଇବାକୁ ଯାଇ ପୁତ୍ରକୁ ତ୍ୟାଗ କରିଦିଏ। ସେମିତି ଶିଶୁଟି ଏମିତି ଏକ ବୟସରେ ପହଞ୍ଚିଯାଏ ସେ ମଧ୍ୟ ମାଆକୁ ଛାଡ଼ି ତାର କାମରେ ଏତେ ବ୍ୟସ୍ତ ରହିଯାଏ ଯେ ଆଉ ଘର କଥା, ମାତା ପିତା କଥା, ବୃଦ୍ଧାବସ୍ଥା କଥା ତାର ମନେ ରହେନା। ତ ପ୍ରତ୍ୟେକ ପରିବାର ବର୍ଗଙ୍କଠୁ ଆମେ ସୁଖ ଖୋଜୁଛେ। ସେ ଏମିତି ସୁଖ ଦେଉ, ଏମିତି ସୁଖ ଦେଉ। ପ୍ରତ୍ୟେକ ପରିବାର ବର୍ଗର ଆମେ ଯେତିକି ଆମ ପରିବେଶରେ ଆସୁଛି ସମସ୍ତଙ୍କଠୁ ଆମେ ସୁଖ ଖୋଜୁଛେ। କିନ୍ତୁ ସେ ସୁଖ ନୁହେଁ। ସଦ୍ଗୁରୁ କହୁଛନ୍ତି ସେ ସ୍ୱାର୍ଥରେ ସବୁ ସୁଖ। ଭାଗବତ କ'ଣ କହନ୍ତି? ପୁତ୍ର କଳତ୍ର ବନ୍ଧୁ ଶିରି ନ ବୋଲ ମୋହରି ମୋହରି ଏ ସର୍ବ ଜାନ୍ତି ନିଜ ପଥେ ଶୋକ ସନ୍ତାପ ଦେଇ ଚିତେ। ଇ ଯେଉଁ ଆମେ ପରିବାର ଗଢ଼ିଛନ୍ତି ଏହାକୁ ଆମେ ଛାଡ଼ି ପାରୁନାହାନ୍ତି। କହୁଛନ୍ତି ୟାକୁ ଛାଡ଼ି ଆମେ କେମିତି ଆତ୍ମଜ୍ଞାନ ଆଡ଼କୁ ଯିବୁ। ସମସ୍ତ ଗୁରୁ ଆମକୁ ବୁଝାଇଲେ ଯେ ଦେଖ ତୁମର ଏଇ ଦର୍ଶନ ଆମେ ଦେଉଛୁ ତୁମକୁ, ତୁମେ ଆଖି ଖୋଲି ଚାହଁ। ଏମାନେ ସବୁ ସ୍ୱାର୍ଥରେ ଜଡ଼ିତ। ତୁମକୁ କେହି ସୁଖ ଶାନ୍ତି ଆନନ୍ଦ ଦେଇପାରିବେ ନାହିଁ। ଏକୁଟିଆ ସଦ୍ଗୁରୁଙ୍କ ଜ୍ଞାନ ଆଧ୍ୟାତ୍ମ ଚେତନା ବିନା ତୁମେ କେବେ ବି ଶାନ୍ତି ପାଇପାରିବ ନାହିଁ। ତେଣୁ ଆମେ ଗୋଟିଏ ପଦ ନବା ଯେ ଏମିତି ସୁନ୍ଦର ଭାବରେ ଆମର ଭାଗବତରେ ବର୍ଣ୍ଣନା ହେଇଛି ଯେ ଆମେ ଏଇ ଆତ୍ମଜ୍ଞାନକୁ କେଉଁ ଅବସ୍ଥାରେ ଆମ ଜୀବନକୁ ଆଣିବା। ଲୋକେ କହନ୍ତି ଥାଉ ଆଉ ଟିକିଏ ରହିଯା, ମୁଁ ମୋର ଝିଅ ବାହାଘରଟା ସାରିଦିଏ, ମୋର ପୁଅକୁ ବାହାଘର କରିଦିଏ, ମୋ ନାତିଟା ବ୍ରତ ହେଇଯାଉ, କିଛି ସମୟ ଅପେକ୍ଷା କର, ତାପରେ ସନ୍ନ୍ୟାସ ଗ୍ରହଣ କରିବି। କିନ୍ତୁ ଭାଗବତ କହୁଛନ୍ତି ଯାବତ ମୃତ୍ୟୁ ଅଛି ଦୂରେ ତାବତ ଯୁବା କଳେବରେ ସାଧିବ ସକଳ ଶକତି ଯେହ୍ନେ ମିଳେ ବହ ବିଷ୍ଣୁ ଭକ୍ତି। ଆମେ ବୈରାଗ୍ୟ କେବେଠୁ ଉପଜାଇ ପାରିବା? ଯେଉଁ ଜାଗାରେ ଅଛେ ଆମେ ଆଜି ସେଇ ଜାଗାରୁ ହିଁ ଆମେ ଆରମ୍ଭ କରିବା ଆମର ଆଧ୍ୟାତ୍ମିକ ଯାତ୍ରା। କାହିଁକି ନା ଆମେ ଦେଖୁଛେ ଶିଶୁ ସମୟରେ ଆମେ ଗୋଟିଏ ଖେଳନାକୁ ପ୍ରିୟ କରୁଛେ, ପୁଣି ଯେତେବେଳେ ତରୁଣ ତରୁଣୀ ହେଇଯାଉଛେ ଆମେ ସ୍ୱାମୀ ବା ସ୍ତ୍ରୀର ଆସକ୍ତ ହେଉଛେ, ପୁଣି ଯେତେବେଳେ ବୃଦ୍ଧ ଅବସ୍ଥା ହେଇଯାଉଛି ଲୋକେ କହନ୍ତି ଏଥର ଦେବୀ ଦେବତା ପୂଜା କର, ସେମାନେ ସ୍ୱର୍ଗ ଦେବେ, ମୁକ୍ତି ଦେବେ। ଆମେ ତାଙ୍କ ପିଛା ଧାଉଁଛେ। ଅସଲ ଜ୍ଞାନ କ'ଣ, ସତ୍ୟ କ'ଣ ଆମେ ଜାଣିପାରୁନେ। ଶିଶୁସ୍ତାବତ୍ କ୍ରୀଡ଼ାସକ୍ତ ତରୁଣସ୍ତାବତ୍ ତରୁଣୀସକ୍ତ ବୃଦ୍ଧ ଯାବତ୍ ଚିନ୍ତାଗ୍ରସ୍ତ ପରମେ ବ୍ରାହ୍ମଣୀ କୋପି ନ ଶକ୍ତ ପରମେ ବ୍ରାହ୍ମଣୀ କୋପି ନ ଶକ୍ତ। ଶିଶୁ ଛୋଟ ଖେଳନାକୁ ଅତି ପ୍ରିୟ ଭାବୁଥାଏ, କିନ୍ତୁ ଯେତେବେଳେ ତାର ଯୁବକ ଅବସ୍ଥା ଆସେ ସେ ପୁଣି ସ୍ତ୍ରୀର ଆସକ୍ତି ହୁଏ, ସ୍ତ୍ରୀ ସ୍ୱାମୀର ଆସକ୍ତ ହୁଏ। ସେ ସମୟରେ ତାକୁ ଆଉ କିଛି ଦେଖାଯାଏନି। ବୃଦ୍ଧ ଅବସ୍ଥା ଆସିଲେ ଚିନ୍ତାଗ୍ରସ୍ତ ହୁଏ। ସେ ଖୋଜେ ଏଇ ଯେଉଁ କଷ୍ଟରୁ, ଶରୀର କଷ୍ଟରୁ, ମାନସିକ କଷ୍ଟରୁ କେମିତି ମୁଁ ରହିତ ହେବି। ସେ କେତେବେଳେ ସମୟ ପାଏ ନାହିଁ ଏଇ ସତ୍ୟ ଜ୍ଞାନ କ'ଣ ଜାଣିବା ପାଇଁ। ଆଉ ଏସବୁ ସଂସ୍କାର ବଶତଃ ଆସିଥାଏ। ତେଣୁ ପ୍ରଥମ ଦୁଃଖର ବିଷୟ ହେଉଛି ଜ୍ଞାନ
ଅଜ୍ଞାନ ହିଁ ସମସ୍ତ ଦୁଃଖର କାରଣ। ଏ ସଂସାର ବିଷୟରୁ ରହିତ ହୋଇ ଅନାସକ୍ତ ଭାବରେ ଯେଉଁ କର୍ମ କରିବାର ଥିଲା, ଆମେ ଏଠିକୁ ଆସିଥିଲେ ସେଇଥିପାଇଁ, ସେଇ ଉଦ୍ଦେଶ୍ୟର ସହିତ ଆମେ ସେ କଥା ଭୁଲି ଯାଇଛେ। ଆମେ ବିଭିନ୍ନ ଆଡ଼କୁ ଅନେକ ମୁଖ ଧରି ଯାତ୍ରା କରୁଛେ, ଯେଉଁଥିରେ କି ଆମେ ଆତ୍ମ ଶାନ୍ତି ପାଉନାହାନ୍ତି। ତେବେ ଆତ୍ମପ୍ରେମ, ଆତ୍ମଶାନ୍ତି ବା ଜୀବନ ମୁକ୍ତି ପାଇବାକୁ ହେଲେ ଆମେ ଆତ୍ମ ବିଷୟକ ଆଲୋଚନା ଶୁଣିବା, ତାକୁ ଜାଣିବା, ସାଧନ ଦ୍ୱାରା ତାକୁ ନିଜେ ଅନୁଭୂତି ବା ଉପଲବ୍ଧିର ବିଷୟ କରି ସଦ୍ଗୁରୁଙ୍କ ଜ୍ଞାନରେ ଆମେ କେମିତି ସମସ୍ତ ବିପର୍ଯ୍ୟୟକୁ, ସମସ୍ତ ବିକଳ୍ପକୁ, ସମସ୍ତ ଦେବାଦେବୀଙ୍କୁ ସମସ୍ତଙ୍କୁ ତ୍ୟାଗ କରି, ଏ ସଂସାରର ଦେଖାଶୁଣା ସମସ୍ତ ବିଷୟକୁ ତ୍ୟାଗ କରି ଆମେ ନିଜେ ନିଜର ଭିତରକୁ ଅନ୍ତର୍ଜଗତକୁ ଯାତ୍ରା କରିବା, ସେୟା ହିଁ ଆମର ଜୀବନର ଦୃଢ଼ ବ୍ରତ ହେବା ଦରକାର। ତେବେ ଆମେ ଆଜି ସତ୍ସଙ୍ଗକୁ ଏଇଠି ରଖିବା, ପୁଣି ଅନ୍ୟ ଏକ ଅଧ୍ୟାୟରେ ଆଲୋଚନା କରିବା। ସପ୍ରେମ। ଜୟ ଜୀବ, ଜୟ ଜୀବ।